ତେବେ ସିଦ୍ଧାନ୍ତ ରାଜନୀତି ମଇଦାନରେ ଓହ୍ଲାଇ ସାରିଛନ୍ତି। ଆଗରେ ଯିଏ ଥାଉ ନା କାହିଁକି ତାହାକୁ ସାମ୍ନା କରିବେ। କିନ୍ତୁ ଏହା ଫିଲ୍ମ ନୁହେଁ କି କେଉଁ ଫିଲ୍ମର ସିନ୍ ନୁହେଁ। ଏ ହେଉଛି ରାଜନୀତି ଏବଂ ରାଜନୀତିର ପଶାପାଲି ଭାରି ଖସଡ଼ା। ଯିଏ ଥରେ ଖସିଛି ଆଉ ଏଠି ଉଠି ପାରୁନାହିଁ। ସିଦ୍ଧାନ୍ତ ମହାପାତ୍ର କିଛି ଦିନ ପୂର୍ବେ ବିଜେଡ଼ି ଛାଡ଼ି ବିଜେପିରେ ଯୋଗ ଦେଇଛନ୍ତି ଏବଂ ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀ ପାଇଁ ବିଜେପି ତରଫରୁ ବିଧାୟକ ପ୍ରାର୍ଥୀ ହୋଇଛନ୍ତି। ତେବେ ଦିଗପହଣ୍ଡି ଜିତିବା ସେତେଟା ସହଜ ନୁହେଁ। ଆସନ୍ତୁ ଜାଣିବା ଏହି ରିପୋର୍ଟରେ। କେବଳ ଗଞ୍ଜାମ ନୁହେଁ, ସମଗ୍ର ଓଡ଼ିଶାର ଏକ ଗୁରୁତ୍ୱପୂର୍ଣ୍ଣ ଆସନ ହେଉଛି ଦିଗପହଣ୍ଡି। ଅନେକ ବର୍ଷରୁ ଏହା ବିଜେଡ଼ିର ଗଡ଼ ରହି ଆସୁଅଛି। ଓଡ଼ିଶା ରାଜନୀତିର ଟାଣୁ ନେତା ସୂର୍ଯ୍ୟନାରାୟଣ ପାତ୍ର ଏଠାରୁ ବିଧାୟକ ହୋଇ ଆସୁଥିଲେ ଏବଂ ତାଙ୍କ ପରେ ଏଠାରେ ସଂଗଠନ ଓ ଅନୁକମ୍ପାକୁ ନେଇ ବୈତରଣୀ ପାରି ହେବାକୁ ଚେଷ୍ଟା କରୁଛି ବିଜେଡି। ଏବେ ବିଜେଡ଼ିର ଏହି ଗଡ଼ରୁ ଜିତିପାରିବେ ତ ସିଦ୍ଧାନ୍ତ? ଏକଥା ସତ ଯେ ସିଦ୍ଧାନ୍ତ ଜଣେ ଓଡ଼ିଶାର ବେଶ୍ ଲୋକପ୍ରିୟ ଅଭିନେତା ଏବଂ ସେ 2 ଥର ସାଂସଦ ମଧ୍ୟ ହୋଇଛନ୍ତି। କିନ୍ତୁ ସେ ସମୟ ଆଉ ଏ ସମୟ ଭିତରେ ବଦଳି ଯାଇଛି। ଯେତେବେଳେ ସାଂସଦ ନିର୍ବାଚନ ଲଢ଼ିଥିଲେ ତାଙ୍କ ପଛରେ ଥିଲେ ନବୀନ ପଟ୍ଟନାୟକ ଏବଂ ଚିହ୍ନ ଥିଲା ଶଙ୍ଖ ଚିହ୍ନ ଏବଂ ଦଳ ଥିଲା ବିଜେଡ଼ି। ସମୟ ବଦଳିଛି, ଚିହ୍ନ ବି ବଦଳିଛି ଏବଂ ଚିହ୍ନ ସହିତ ଦଳ ବି ବଦଳିଛି ଏବଂ ପଛରେ ନବୀନ ପଟ୍ଟନାୟକ ନାହାନ୍ତି। ତେବେ ଏଥର ସିଦ୍ଧାନ୍ତ ଲଢ଼ିବେ ପଦ୍ମ ନେଇକି, ପଛରେ କି ଆଗର କେହି ନାହାନ୍ତି। ତେବେ ଦେଖାଯାଉ ଏକାକୀ କେତେ ଲଢ଼ିପାରିବେ ସିଦ୍ଧାନ୍ତ ମହାପାତ୍ର। ଦିଗପହଣ୍ଡି ଆସନରୁ ସୂର୍ଯ୍ୟନାରାୟଣ ପାତ୍ରଙ୍କ ମୃତ୍ୟୁ ପରେ ତାଙ୍କ ପୁତ୍ର ବିପ୍ଳବ ପାତ୍ର ମଇଦାନକୁ ଓହ୍ଲାଇଛନ୍ତି। ଏବେ କଂଗ୍ରେସର ଘଡ଼ିକେ ଘୋଡ଼ା ଛୁଟିଲା ପରି ପରିସ୍ଥିତି ଉପୁଜି। ବିଜେପି ଓ ବିଜେଡ଼ିର ପ୍ରାର୍ଥୀକୁ ନେଇ କୌଣସି ଦ୍ୱନ୍ଦ୍ୱ ନଥିବା ବେଳେ ବିପ୍ଳବ ସିଦ୍ଧାନ୍ତ ପ୍ରଚାର ଆରମ୍ଭ କରିଥିବା ବେଳେ କଂଗ୍ରେସର ହଠାତ୍ ପ୍ରାର୍ଥୀ ପରିବର୍ତ୍ତନ କରି ଉଭୟ ନେତା ଓ କର୍ମୀଙ୍କ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଛି। ବିଜେପି ଛାଡ଼ି କଂଗ୍ରେସରେ ଯୋଗ ଦେଇଥିବା ଶ୍ରୀଧର ଜେଜଙ୍କୁ ଦିଗପହଣ୍ଡିର ଦଳ ପ୍ରାର୍ଥୀ କରିଥିଲେ। କିନ୍ତୁ ହଠାତ୍ କିଛି ଦିନ ପୂର୍ବେ ପୁରୁଣା ତଥା କଂଗ୍ରେସ ନିକଟରୁ ପୂର୍ବରୁ ବିଧାୟକ ନିର୍ବାଚନ ଲଢ଼ିଥିବା ସାକା ସୁଜିତ କୁମାରଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ। ଆମେ ଯଦି 2014 କଥା କହିବା ତେବେ ସୂର୍ଯ୍ୟନାରାୟଣ 78,949 ଖଣ୍ଡ ଭୋଟ ଏବଂ କଂଗ୍ରେସ ସାକା ସୁଜିତ କୁମାର 33,052 ଖଣ୍ଡ ଏବଂ ବିଜେପି ବିଜୟ ସ୍ୱାଇଁ 7,771ଟି ଭୋଟ ପାଇଥିଲେ। ସେହିପରି 2019 ନିର୍ବାଚନରେ ସୂର୍ଯ୍ୟନାରାୟଣ 75,016 ଖଣ୍ଡ ଏବଂ ପାଇ ବିଜୟ ଲାଭ ହୋଇଥିଲା ବେଳେ ବିଜେପିର ପିଙ୍କି ପ୍ରଧାନ 75,564 ଖଣ୍ଡ ଭୋଟ ପାଇଥିଲେ ଏବଂ ଦ୍ୱିତୀୟ ରହିଥିଲେ। କଂଗ୍ରେସର ପ୍ରଫୁଲ୍ଲ ପାଲ 17,815 ଖଣ୍ଡ ଭୋଟ ପାଇଥିଲେ। ତେବେ ଦେଖାଯାଉ ସିଦ୍ଧାନ୍ତ ମହାପାତ୍ର କେତେ ଖଣ୍ଡ ଭୋଟ ଜିତି ପାରୁଛନ୍ତି।